ନମସ୍କାର, ଆପଣମାନଙ୍କୁ ସ୍ୱାଗତ ଜଣାଇ ଆରମ୍ଭ କରୁଛୁ ଆଜିର ନାରୀ ମହଲ। ଆମ ହିନ୍ଦୁ ଧର୍ମରେ ଘର ଅଗଣାରେ ତୁଳସୀ ଗଛର ପ୍ରାଧାନ୍ୟ ଖୁବ୍ ବେଶୀ। ପୁରାଣ ଅନୁସାରେ ସତୀ ବୃନ୍ଦାବତୀ ବିଷ୍ଣୁଙ୍କର ପରମ ଭକ୍ତ ଥିଲେ। ମାୟାବୀ ବିଷ୍ଣୁ ସତୀଙ୍କର ସତୀତ୍ୱ ପରୀକ୍ଷା ପାଇଁ ଜଳନ୍ଧର ନାମକ ରାକ୍ଷସକୁ ବିନିଯୋଗ କରିଥିଲେ। ଏଥିରେ କ୍ଷୁବ୍ଧ ହୋଇ ସତୀ ବୃନ୍ଦାବତୀ ଭଗବାନ ବିଷ୍ଣୁଙ୍କୁ କଳିଯୁଗରେ ପଥର ହେଇଯିବାକୁ ଶାପ ଦେଇଥିଲେ। ତେବେ ଭଗବାନ ବିଷ୍ଣୁ ବୃନ୍ଦାବତୀଙ୍କର ସତୀତ୍ୱରେ ପରାକାଷ୍ଠାରେ ମୁଗ୍ଧ ହୋଇଥିଲେ ଆଉ କହିଥିଲେ, ଯଦି ଭଗବାନ ପଥର ହୋଇ ଶାଳଗ୍ରାମର ରୂପ ନେବେ ତାହେଲେ ତୁମେ ତୁଳସୀ ଗଛ ହୋଇ ନିତ୍ୟ ନୈମିତ୍ୟ ଶାଳଗ୍ରାମଙ୍କ ମସ୍ତକରେ ଶୋଭା ପାଇବ। ବୋଧହୁଏ ସେଇଥିପାଇଁ ତୁଳସୀ ବୃକ୍ଷର ମହାତ୍ମ୍ୟ ଆମ ସମାଜରେ ଅଙ୍ଗାଙ୍ଗୀ ଭାବେ ଜଡ଼ିତ। ଉଦ୍ଭିଦ ଜଗତରେ ଏକ କ୍ଷୁଦ୍ର ପାଦପ ହେଉଛି ତୁଳସୀ। ଆମ୍ବ, ବର, ଅଶ୍ୱତ୍ଥ ପରି ଏହା ବିରାଟ ଛାୟାପ୍ରଦ ବୃକ୍ଷ ନୁହେଁ। ତଥାପି କ୍ଷୁଦ୍ର ତୁଳସୀ ଅନ୍ୟାନ୍ୟ ବିଶାଳ ବୃକ୍ଷମାନଙ୍କଠାରୁ କୌଣସି ଗୁଣରେ କମ୍ ନୁହେଁ। ତୁଳସୀ ଗଛର ବହୁ ଉପକାରୀ ଔଷଧୀୟ ଗୁଣ ରହିଛି। ଏହି ତୁଳସୀ ଗଛ ଆମ ସମାଜ ସହିତ ବିଭିନ୍ନ ଦିଗରୁ ସଂଲଗ୍ନ। ହଁ ଭଉଣୀ, ଏହି ବିଷୟକୁ ନେଇ ଆଜିର ଆମର ଆଲୋଚନା, ଆମ ସାମାଜିକ ଜୀବନରେ ତୁଳସୀ। ଆଲୋଚିକା ଡକ୍ଟର ପ୍ରଭାବତୀ ପଣ୍ଡା। ଜଗତରେ ମନୁଷ୍ୟ ପାଇଁ ସବୁଠାରୁ କୌଣସି ଲାଭଦାୟକ ବୃକ୍ଷ ଯଦି ଥାଏ ତେବେ ତାହା ହେଉଛି ତୁଳସୀ। ଆମ ସାମାଜିକ ଜୀବନରେ ବୃକ୍ଷର ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ। ଅତି ପ୍ରାଚୀନ କାଳରୁ ଆମ ମୁନି ଋଷିମାନେ ବୃକ୍ଷର ମହତ୍ତ୍ୱ ବୁଝିଥିଲେ। ଭାରତୀୟ ସଂସ୍କୃତିରେ ବୃକ୍ଷର ଉପାଦେୟତାକୁ ହୃଦୟଙ୍ଗମ କରି ବୃକ୍ଷ ପୂଜାକୁ ଗୁରୁତ୍ୱ ଦିଆଯାଇଛି। ଆମ ଶାସ୍ତ୍ର ବିଷ୍ଣୁ ପୁରାଣ କହେ, ସୃଷ୍ଟିର ରକ୍ଷଣାବେକ୍ଷଣ ନିମିତ୍ତ ଜୀବଜଗତର ଉନ୍ନତି ପାଇଁ ସ୍ରଷ୍ଟା ବୃକ୍ଷ ସୃଷ୍ଟି କରିଥିଲେ। ବର, ଅଶ୍ୱତ୍ଥ, ନିମ୍ବ, କେନ୍ଦୁ, ଅଁଳା, ତୁଳସୀ ଆଦି ବୃକ୍ଷଗୁଡ଼ିକ ମନୁଷ୍ୟ ତଥା ଜୀବଜଗତ ପାଇଁ ଅତି ଉପାଦେୟ ହୋଇଥିବାରୁ ସାମାଜିକ ଜୀବନରେ ଯଥେଷ୍ଟ ଗୁରୁତ୍ୱ ଦିଆଯାଇଛି। ବୃକ୍ଷକୁ ଦେବଦେବୀ ହିସାବରେ ପୂଜା କରିବାର ବିଧି ପ୍ରଚଳିତ ହୋଇ ଆସୁଅଛି। ଭାରତର ପ୍ରାଚୀନ ଋଷିଗଣ ତୁଳସୀ ପରି ଏକ ବୃକ୍ଷକୁ ଶ୍ରଦ୍ଧା ଓ ବିଶ୍ୱାସର ସହ ପୂଜା କରିବା ପରମ୍ପରା ପଛରେ ସୂକ୍ଷ୍ମ ବୈଜ୍ଞାନିକ କାରଣ ଲୁକ୍କାୟିତ ରହିଛି। ଏ କଥା ବୈଜ୍ଞାନିକମାନେ ମୁକ୍ତ କଣ୍ଠରେ ସ୍ୱୀକାର କଲେଣି। ଏହି ବନୌଷଧି ତୁଳସୀ ଦ୍ୱାରା ଗୋଟିଏ ନୁହେଁ, ଶହ ଶହ ରୋଗ ଉପଶମ ହେବା, ବାତାବରଣ ଶୁଦ୍ଧ ଏବଂ ସ୍ୱାସ୍ଥ୍ୟପ୍ରଦ ହେବା କଥା ଯେତେବେଳେ ଆମର ମୁନି ଋଷିମାନେ ଜାଣିଲେ, ସେତେବେଳେ ସେମାନେ ସମଗ୍ର ମାନବ ସମାଜର ହିତ ପାଇଁ ଏହାର ପ୍ରଚାର ଓ ପ୍ରଯତ୍ନ କଲେ। ପ୍ରତ୍ୟେକ ଘରେ ଅତି କମରେ ଗୋଟିଏ ତୁଳସୀ ବୃକ୍ଷ ରୋପଣ କରିବା, ତାର ଯତ୍ନ ନେବାକୁ ଧର୍ମ ଓ କର୍ତ୍ତବ୍ୟ ବୋଲି ପ୍ରଚାର କଲେ। ତୁଳସୀକୁ ଘରର ଆରାଧ୍ୟା ଦେବୀ ରୂପରେ ପୂଜା କରିବାର ପରମ୍ପରା ଆମ ସମାଜରେ ପ୍ରଚଳିତ। ତୁଳସୀରେ ଗୋଡ଼ ବାଜିଲେ ରୋଗ ହେବାର ସମ୍ଭାବନା ଥିବାରୁ ତାହାକୁ ଉଚ୍ଚ ଜାଗାରେ ରଖାଯାଇ ପୂଜା କରିବାର ବିଧି ରହିଅଛି। ଭାରତୀୟ ଆୟୁର୍ବେଦ ଶାସ୍ତ୍ରରେ ତୁଳସୀକୁ ଉଚ୍ଚ ସ୍ଥାନ ଦିଆଯାଇଛି ତାର ଔଷଧୀୟ ଗୁଣ ପାଇଁ। ଅନେକ ମନୀଷୀ ଏହା ମଧ୍ୟ ଅନୁଭବ କଲେ ଯେ ତୁଳସୀ ଦ୍ୱାରା କେବଳ ଶାରୀରିକ ରୋଗ ଉପଶମ ହୁଏ ତା ନୁହେଁ, ବରଂ ମନୁଷ୍ୟର ଆନ୍ତରିକ ଭାବନା ଓ ବିଚାର ଉପରେ ମଧ୍ୟ ତାର କଲ୍ୟାଣକାରୀ ପ୍ରଭାବ ପଡ଼ିଥାଏ। ଏହି ତଥ୍ୟକୁ ଲୋକଲୋଚନରେ ଉପସ୍ଥାପନ କରିବା ନିମିତ୍ତ ଶାସ୍ତ୍ରରେ ଉଲ୍ଲେଖ ଅଛି, ଯଦି ପ୍ରାତଃ, ଦ୍ୱିପ୍ରହର ଏବଂ ସାୟଂକାଳରେ ତୁଳସୀ ସେବନ କରାଯାଏ ତେବେ ମନୁଷ୍ୟ ଶରୀରରେ ଏତେ ଶୁଦ୍ଧତା ଆସିଯାଏ ଯେ ବହୁବାର ଚାନ୍ଦ୍ରାୟଣ ବ୍ରତ କଲେ ମଧ୍ୟ ସେତିକି ଫଳ ମିଳିନଥାଏ। ତୁଳସୀର ଗନ୍ଧ ବାୟୁ ସହ ଯେତେ ଦୂର ଯାଏ, ସେ ସମସ୍ତ ବାତାବରଣ ଏବଂ ସେଠାକାର ନିବାସୀମାନେ ଶୁଦ୍ଧ ଓ ପବିତ୍ର ହୋଇଥାନ୍ତି।
ତୁଳସୀର ମାହାତ୍ମ୍ୟ ଗୁଣଗାରିମାକୁ ହଜାର ହଜାର ବର୍ଷରୁ ଭାରତୀୟମାନେ ପ୍ରତ୍ୟକ୍ଷ ଅନୁଭବ କରି ଆସିଛନ୍ତି ଏବଂ ଏଥିପାଇଁ ପ୍ରତ୍ୟେକ ଦେବାଳୟ, ତୀର୍ଥକ୍ଷେତ୍ର, ଧର୍ମାନୁଷ୍ଠାନ ତଥା ସଦ୍ ଗୃହସ୍ଥଙ୍କ ଗୃହରେ ତୁଳସୀକୁ ସର୍ବାଗ୍ରେ ସ୍ଥାନ ଦିଆଯାଇଛି। ଆମ ପୁରାଣ କହେ, ତୁଳସ୍ୟା ସକଳା ଦେବାଃ ବସନ୍ତି ସତତଃ ଯତଃ ଅତିସ୍ନାମର୍ତୟେବର୍ଲୋକଃ ସର୍ବଦେବାନ୍ ସମର୍ଚୟନ୍। ତୁଳସୀ ବୃକ୍ଷ ସର୍ବଦା ସମସ୍ତ ଦେବତାଙ୍କ ନିବାସସ୍ଥଳୀ। ଏଣୁ ଏହାକୁ ଯେ ପୂଜା କରେ ସେ ସମସ୍ତ ଦେବତାଙ୍କ ପୂଜାର ଫଳ ପାଇଥାଏ। ଯେଉଁ ସ୍ଥାନରେ ଗୋଟିଏ ହେଲେ ତୁଳସୀ ବୃକ୍ଷ ଥାଏ ସେଠାରେ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱର ଆଦି ଦେବତାମାନେ ବାସ କରନ୍ତି। ତୁଳସୀ ପତ୍ରରେ ପୁଷ୍କରାଦି ତୀର୍ଥ, ଗଙ୍ଗାଦି ନଦୀ ଏବଂ ବାସୁଦେବ ଆଦି ଦେବତାମାନେ ବାସ କରନ୍ତି। ତୁଳସୀ ଲଗାଇବା, ତାକୁ ଜଳ ଦେବା ଓ ଦର୍ଶନ କରିବା ଦ୍ୱାରା ମନୁଷ୍ୟର ବାଣୀ, ମନ ଓ କାୟାର ସମସ୍ତ ଦୋଷ ଦୂର ହୁଏ। ଭାରତୀୟ ଚିକିତ୍ସା ଶାସ୍ତ୍ରମାନଙ୍କରେ ସବୁଠାରୁ ପୁରାତନ ତଥା ମାନ୍ୟତାପ୍ରାପ୍ତ ଗ୍ରନ୍ଥ ହେଉଛି ଚରକ ସଂହିତା, ଯେଉଁଥିରେ ତୁଳସୀର ବର୍ଣ୍ଣନା କରି କୁହାଯାଇଛି, ତୁଳସୀ କାଶ, ବିଷ ବିକାର, କୃମି ଓ ଉଦର ରୋଗ ନିବାରକ ଅଟେ। ଅନ୍ୟ ଏକ ପ୍ରସିଦ୍ଧ ଗ୍ରନ୍ଥ ଭାବ ପ୍ରକାଶରେ କୁହାଯାଇଛି ଯେ ଏହା ଚର୍ମରୋଗ ପାଇଁ ଲାଭଦାୟକ। ଏହା ବାତ, କଫ ସମ୍ବନ୍ଧୀୟ ବିକାରକୁ ଦୂର କରିଥାଏ। ଆଜିକାଲି ଯେପରି କୀଟନାଶକ ବା ଦୁର୍ଗନ୍ଧନାଶକ ଔଷଧର ମାତ୍ରା ସାମାନ୍ୟ ଅଧିକ ହେଲେ ଲାଭ ବଦଳରେ କ୍ଷତି ଅଧିକ ହୁଏ, ତୁଳସୀର ପ୍ରୟୋଗରେ ସେପରି କୌଣସି ପ୍ରକାର ବିପଦ ନାହିଁ। ତେଣୁ ତୁଳସୀକୁ ଭଗବାନଙ୍କର ପ୍ରସାଦ, ଚରଣାମୃତ, ପଞ୍ଚାମୃତରେ ପକାଇ ସେବନ କରାଯାଏ। ଆମ ଦେଶରେ 3 ପ୍ରକାର ତୁଳସୀ ଦେଖାଯାଏ, ଯଥା ଶ୍ଵେତ ତୁଳସୀ, କୃଷ୍ଣ ତୁଳସୀ ଓ ବଣ ତୁଳସୀ। କୃଷ୍ଣ ତୁଳସୀରେ କଫନାଶକ ଗୁଣ ଅଧିକ ଥାଏ। ବଣ ତୁଳସୀରେ ବିଷର ପ୍ରଭାବ ନଷ୍ଟ କରିବାର ବିଶେଷ କ୍ଷମତା ଥାଏ। ଯେଉଁ ଘରେ ମଶା, ଛାରପୋକ, ସର୍ପ ଓ ଚୁଚୁନ୍ଦ୍ରା ଆଦି ଥିବେ ସେଠାରେ ବଣ ତୁଳସୀର ଡାଳ ରଖିଦେଲେ ଏହାର ଉତ୍କଟ ଗନ୍ଧ ସହ୍ୟ କରି ନ ପାରି ସେ ସ୍ଥାନ ତ୍ୟାଗ କରନ୍ତି। ପ୍ରତିଦିନ ତୁଳସୀ ପତ୍ର ସେବନ କଲେ ମ୍ୟାଲେରିଆର ପ୍ରଭାବ ଦୂର ହୋଇଥାଏ। ତୁଳସୀ ପତ୍ରରେ ଅଦା ରସ ମିଶାଇ ସେବନ କଲେ ଥଣ୍ଡା, ସର୍ଦ୍ଦି ଅତି ଶୀଘ୍ର ଉପଶମ ହୁଏ। ମଣିଷ ଶରୀରରେ ଆଖି, ନାକ, କାନ ଏହି 3ଟି ଇନ୍ଦ୍ରିୟ ଅତି ଗୁରୁତ୍ୱପୂର୍ଣ୍ଣ। ତୁଳସୀ ଏପରି ଏକ ସୌମ୍ୟ ଓ ନିରାପଦ ଔଷଧ ଯାହାକି ଏହାର ରୋଗକୁ ଶୀଘ୍ର ନିରୋଗ କରେ। ମୁଣ୍ଡ ବିନ୍ଧିବା, ମୁଣ୍ଡ ଭାରି ଭାରି ଲାଗିବା, ଅଧା କପାଳି ଆଦି ରୋଗ ନିବାରଣ କରେ। ତୁଳସୀ ମୂଳର ମାଟି ମଧ୍ୟ ଔଷଧୀୟ ଗୁଣରେ ଭରପୁର। ପୁରୁଷମାନଙ୍କର ବୀର୍ଯ୍ୟ ଦୋଷକୁ ତୁଳସୀ ଦୂର କରେ। ମୁଣ୍ଡ ସମ୍ବନ୍ଧୀୟ ଅନେକ ରୋଗର ଏହା ହେଉଛି ମହୌଷଧି। ଆମ ପୁରାଣମାନଙ୍କରେ ଯଥାର୍ଥରେ ଏହାକୁ ବିଷ୍ଣୁପ୍ରିୟା ବୋଲି ସମ୍ବୋଧନ କରାଯାଇଛି। ସ୍ତ୍ରୀମାନଙ୍କର ରୋଗ ଦୂର କରିବାରେ ତଥା ସ୍ୱାସ୍ଥ୍ୟ ରକ୍ଷା ସମ୍ବନ୍ଧରେ ଏହା ବିଶେଷ ସହାୟକ। ନାରୀମାନଙ୍କର ମାସିକ ଧର୍ମ ଅନିୟମିତ ହେଲେ ତୁଳସୀ ମଞ୍ଜିର ପ୍ରୟୋଗ ଅତ୍ୟନ୍ତ ଲାଭଦାୟକ। ଯଦି ରଜ ଦର୍ଶନ, ମାସିକ ଧର୍ମ ହେବା ପରେ ତୁଳସୀ ପତ୍ର ସିଝା ରସ ପ୍ରସ୍ତୁତ କରି 3 ଦିନ ପର୍ଯ୍ୟନ୍ତ ପିଆଯାଏ, ତେବେ ଗର୍ଭଧାରଣର ସମ୍ଭାବନା କମ୍ ହୋଇଥାଏ। ଏହି ପ୍ରୟୋଗ ଗର୍ଭନିରୋଧ ଦୃଷ୍ଟିରୁ ବିଶେଷ ଉପଯୋଗୀ, କାରଣ ଏହା ପ୍ରଜନନ ଅଙ୍ଗରେ କ୍ଷତି କରେ ନାହିଁ, ବରଂ ଏହାକୁ ଶୁଦ୍ଧ ଓ ଦୋଷରହିତ କରି ଶକ୍ତିଶାଳୀ କରିଦିଏ। ଏହା ଏପରି ଗର୍ଭନିରୋଧ ପାଇଁ କାମ କରେ, ଠିକ୍ ସେପରି ବନ୍ଧ୍ୟା ସ୍ତ୍ରୀମାନଙ୍କର ସନ୍ତାନ ଉତ୍ପତ୍ତି ନିମନ୍ତେ ମଧ୍ୟ ପ୍ରୟୋଗ କରିଥାଏ। ଆମର ପ୍ରାଚୀନ ଗ୍ରନ୍ଥରେ ଅଛି, ଯେଉଁ ସ୍ତ୍ରୀର ସନ୍ତାନ ଜୀବିତ ରହେ ନାହିଁ ତାର ଶରୀରକୁ ତୁଳସୀ ଦ୍ୱାରା ମାର୍ଜନା ବା ଶୁଦ୍ଧ କଲେ ସେ ଦୀର୍ଘଜୀବୀ ଓ ନିରୋଗ ପୁତ୍ର ଜନ୍ମ ଦିଏ। ପ୍ରସବ ବେଦନା ତଥା ଗର୍ଭ ଅବସ୍ଥାରେ ଦେଖାଯାଉଥିବା ଅନେକ ସମସ୍ୟାର ସମାଧାନ ତୁଳସୀ ବୃକ୍ଷରୁ ଆମେ ପାଉ। ତୁଳସୀର ବିଧିପୂର୍ବକ ପ୍ରୟୋଗ ଏବଂ ଶ୍ରଦ୍ଧା ଓ ବିଶ୍ୱାସପୂର୍ବକ ପୂଜନ ଦ୍ୱାରା
ଶାରୀରିକ ଏବଂ ମାନସିକ ଅନେକ ବ୍ୟାଧି ଦୂର ହୁଏ। ଶିଶୁମାନଙ୍କ ରୋଗ ପାଇଁ ତୁଳସୀ ଅତି ସୌମ୍ୟ ଓ ନିରାପଦ ଔଷଧ ରୂପେ ବ୍ୟବହାର କରାଯାଇଥାଏ। ତୁଳସୀ ବୃକ୍ଷରେ ଶୋଧନ ଓ କୀଟାଣୁନାଶକ ଶକ୍ତି ଅଛି। ଆଧୁନିକ ବିଜ୍ଞାନର ଅନୁସନ୍ଧାନ ଅନୁସାରେ ସେଥିରେ ଏକ ଉଡ଼ନ୍ତା ତେଲ ଅଛି, ଯାହାଦ୍ୱାରା ତାର ଗନ୍ଧରେ ଅନେକ ପ୍ରକାର କ୍ଷତିକାରକ କୀଟାଣୁ ନଷ୍ଟ ହୋଇଥାନ୍ତି। ଚରକଙ୍କର ବିଷ ଚିକିତ୍ସାରେ ଅନେକ ସ୍ଥାନରେ ତୁଳସୀର ଉଲ୍ଲେଖ ରହିଅଛି। କଙ୍କଡ଼ା ବିଛା ତଥା ଅନ୍ୟାନ୍ୟ ବିଷାକ୍ତ ଜନ୍ତୁ ଦଂଶନ କଲେ ସେ ସ୍ଥାନରେ ତୁଳସୀର ପ୍ରୟୋଗ କଲେ ଆରାମ ମିଳେ। ଘା ଉପରେ ତୁଳସୀର ଶୁଖିଲା ମଣ୍ଡ ସିଞ୍ଚନ କଲେ ସେଥିରେ ପୂଜ ହୋଇପାରେ ନାହିଁ ଏବଂ ଏହା ଶୀଘ୍ର ଭଲ ହୋଇଯାଏ। ଯେକୌଣସି ଚର୍ମରୋଗ ପାଇଁ ଏହା ଅତ୍ୟନ୍ତ ଉପକାରୀ। ବାଳ ଝଡ଼ିବା ବା ଅସମୟରେ ପାଚିଯିବା ମଧ୍ୟ ଏକ ଚର୍ମ ବିକାର ଅଟେ। ତୁଳସୀ ମଣ୍ଡ ଓ ଶୁଖିଲା ଅଁଳା ଚୂର୍ଣ୍ଣ ପ୍ରୟୋଗ କଲେ ଲାଭ ମିଳେ। ମସ୍ତିଷ୍କ ଓ ସ୍ନାୟୁ ପ୍ରକ୍ରିୟା ଅତ୍ୟନ୍ତ ଗୂଢ଼ ଓ ସୂକ୍ଷ୍ମ। ଏଥିରେ କୌଣସି ବ୍ୟତିକ୍ରମ ଘଟିଲେ ମୁଣ୍ଡ ବୁଲାଇବା, ସ୍ମରଣ ଶକ୍ତି ହ୍ରାସ ହେବା, ଉଦ୍ବିଗ୍ନତା, ମୂର୍ଚ୍ଛା ଓ ଉନ୍ମାଦ ପରି ଭୟଙ୍କର ରୋଗ ଉତ୍ପନ୍ନ ହୁଏ। ବୈଦ୍ୟ ତଥା ଡାକ୍ତରମାନେ ଯେଉଁ ତୀବ୍ର ଔଷଧ ଦିଅନ୍ତି ତାହା ଯଦିଓ ତତ୍କ୍ଷଣାତ୍ କିଛି ଲାଭ ଦେଖାଏ, କିନ୍ତୁ ପରିଶେଷରେ ମସ୍ତିଷ୍କ ଶକ୍ତିକୁ ଅଧିକ ଦୁର୍ବଳ ଓ ନଷ୍ଟ କରିଦିଏ। ଏହି ପରିସ୍ଥିତିରେ ତୁଳସୀ ଅମୃତ ପରି କାମ କରିଥାଏ। ତୁଳସୀ କବଚରେ ମଧ୍ୟ ଏହାର ମହିମା ବର୍ଣ୍ଣିତ ହୋଇଅଛି। ତୁଳସୀ ସମ୍ପର୍କରେ ଆସିବା ଏବଂ ଭକ୍ତିପୂର୍ବକ ତାକୁ ପ୍ରସାଦ ରୂପେ ଗ୍ରହଣ କଲେ ଆମର ଜ୍ଞାନେନ୍ଦ୍ରିୟ ଉପରେ ବହୁତ କଲ୍ୟାଣକାରୀ ପ୍ରଭାବ ପଡ଼ିଥାଏ। ଏହା ଆମେ ମଧ୍ୟ ପରୀକ୍ଷା କରି ହୃଦବୋଧ କରିପାରିବା। ବେହୋସ ସମୟରେ ତୁଳସୀ ରସରେ ଅଳ୍ପ ଲୁଣ ମିଶାଇ 2-4 ଟୋପା ନାକରେ ପକାଇଲେ ତୁରନ୍ତ ଚେତା ଫେରିଆସେ। କୌଣସି ପ୍ରକାର ବିଷ ଯଥା ଅଫିମ, ଦୁଦୁରା, କୋଚିଳା ଫଳ ଆଦି ଖାଇଦେଲେ ତୁଳସୀ ପତ୍ରକୁ ବାଟି ଗାଈ ଘିଅରେ ମିଶାଇ ପିଇଲେ ବିଷ ନଷ୍ଟ ହୁଏ। ଭୋଜନ ପରେ ଓ ଭୋଜନ ପୂର୍ବରୁ ପ୍ରତ୍ୟହ 4-5ଟି ତୁଳସୀ ପତ୍ର ସେବନ କଲେ ମୁଖର ଦୁର୍ଗନ୍ଧ ଦୂର ହୁଏ। ଅନେକ ସ୍ଥାନରେ ସର୍ପ ଦଂଶନରେ ତୁଳସୀ ପତ୍ର ପ୍ରୟୋଗରେ ଲାଭ ମିଳିଛି। ତୁଳସୀ ପତ୍ରକୁ ବାଟି ସେଥିରେ କିଛି ଲହୁଣୀ ମିଶାଇ ଦଂଶନ ସ୍ଥାନରେ ପ୍ରଲେପ କରିଦିଆଯାଏ। ଯେତେବେଳେ କଳା ପଡ଼ିଯାଏ ତାକୁ ବାହାର କରି ନୂତନ ପ୍ରୟୋଗ ଦିଆଯାଇଥାଏ। ଏହିପରି ସମସ୍ତ ବିଷକୁ ତୁଳସୀ ପତ୍ର ଶୋଷଣ କରିନିଏ। ଏହିସବୁ ଦୃଷ୍ଟିରୁ ତୁଳସୀକୁ ଆମ ଶାସ୍ତ୍ରରେ ଅଗ୍ରାଧିକାର ଦିଆଯାଇଛି। ଦୈନନ୍ଦିନ ଜୀବନର ଧର୍ମଧାରାରେ ଚାଲିଚଳନରେ ଏହାର ମହତ୍ତ୍ୱକୁ ସ୍ୱୀକାର କରାଯାଇ ଦୈବୀ ଶକ୍ତି ରୂପେ ଭାବନା କରି ଆମର ମୁନି ଋଷି ବ୍ରହ୍ମାଣ୍ଡ ପୁରାଣରେ ସ୍ତବଗାନ କରିଥିଲେ। ତୁଳସୀ ଶ୍ରୀ ମହାଦେବୀ ନାମ ପଙ୍କଜ ଧାରିଣୀ, ଶିରୋଷେ ତୁଳସୀ ପାତୁଂ ଭାଲଂ ପାତୁ ଯଶସ୍ୱିନୀ, ଦୁର୍ଗମେ ପଦ୍ମନାୟନା ଶ୍ରୀଶୟ ଶ୍ରବଣା ମମ, ଘ୍ରାଣ ପାତୁଂ ସୁଗନ୍ଧମେ ମୁଖଞ୍ଚ ସୁମୁଖୀ ମମ। କୋମଳ ପୁଷ୍ପଧାରିଣୀ ଶ୍ରୀ ତୁଳସୀ ଦେବୀଙ୍କୁ ମୁଁ ଭକ୍ତିପୂର୍ବକ ପ୍ରଣାମ କରୁଛି। ତୁଳସୀ ରୂପ ଧାରଣ କରି ମୋର ମସ୍ତକକୁ ରକ୍ଷା କରନ୍ତୁ। ଯଶସ୍ୱିନୀ ରୂପେ ରକ୍ଷା କରନ୍ତୁ। ପଦ୍ମନୟନା ନାମଧାରୀ ମୋର ନୟନକୁ, ସୁଗନ୍ଧ ନାମରେ ମୋର ନାସାକୁ ତଥା ସୁମୁଖୀ ନାମରେ ମୋର ମୁଖକୁ ରକ୍ଷା କରନ୍ତୁ। ତୁଳସୀର ମାଳ କଣ୍ଠରେ ଧାରଣ କଲେ ହୃଦଘାତ ହେବାର ସମ୍ଭାବନା କମ୍ ବୋଲି ଡାକ୍ତରମାନେ କହିଲେଣି। କିନ୍ତୁ ଆମ ସଂସ୍କୃତିରେ ଏହା ବହୁ ପୂର୍ବରୁ ପ୍ରଚଳିତ। ଆମର ତ୍ରିକାଳଦ୍ରଷ୍ଟା ମୁନି ଋଷିମାନଙ୍କର ବିଚାରଧାରା କେତେ ଉନ୍ନତ ଭାବିଲେ ଆଶ୍ଚର୍ଯ୍ୟ ଲାଗେ। ସୁପ୍ରସିଦ୍ଧ ବୈଜ୍ଞାନିକ ଡାକ୍ତର ଏହରନ୍ ବର୍ଗ ନିଜେ ତୁଳସୀ ମାଳି ପିନ୍ଧିଥିଲେ। ତାଙ୍କୁ ଅନେକ ବନ୍ଧୁ ଥଟ୍ଟା ପରିହାସ କରି ଏହାକୁ ଅନ୍ଧବିଶ୍ୱାସ ଓ କୁସଂସ୍କାରର ପ୍ରତୀକ ବୋଲି କହିଥିଲେ। ମାତ୍ର ସେ ଏହାର ଉପାଦେୟତାକୁ ବୁଝିଥିଲେ ଏବଂ ନିଜେ କାର୍ଯ୍ୟରେ ପ୍ରୟୋଗ କରୁଥିଲେ। ଏହା ଭାରତୀୟ ଅନ୍ଧବିଶ୍ୱାସ ନୁହେଁ, ବରଂ ଭାରତୀୟ ସଂସ୍କୃତିର ମହାନତା ସମଗ୍ର ମାନବ ସମାଜ ପାଇଁ। ଶୁଣିଲେ ଆଲୋଚନା ଆମ ସାମାଜିକ ଜୀବନରେ ତୁଳସୀ। ଆଲୋଚିକା ଥିଲେ ଡକ୍ଟର ପ୍ରଭାବତୀ ପଣ୍ଡା।
ସଦାନନ୍ଦଙ୍କ ରଚନାରୁ ନମିତା ଅଗ୍ରୱାଲଙ୍କ କଣ୍ଠରେ। ମଣିମା ଶୁଣିମା ହେଉ ଗରିବ ଡାକ, ମଣିମା ଶୁଣିମା ହେଉ ଗରିବ ଡାକ, ନିରକ୍ଷ ଜନକୁ ରଖ ପଙ୍କଜ ମୁଖ, ମଣିମା ଶୁଣିମା ହେଉ ଗରିବ ଡାକ, ମଣିମା ଶୁଣିମା ହେଉ ଗରିବ ଡାକ। କୃପା ସାଗର କାହିଁକି ମୋ ବେଳକୁ ଗଲ ସୁଖୀ, କୃପା ସାଗର କାହିଁକି ମୋ ବେଳକୁ ଗଲ ସୁଖୀ, ଜାଣିଲି ମୋ କର୍ମ ବାଙ୍କ, ଜାଣିଲି ମୋ କର୍ମ ବାଙ୍କ ନୁହେଁ ସଳଖ, ମଣିମା ଶୁଣିମା ହେଉ ଗରିବ ଡାକ, ମଣିମା ଶୁଣିମା ହେଉ ଗରିବ ଡାକ। আতঙ্গ নাশন বানা ন শুণ ভৃত্য বেদনা, আতঙ্গ নাশন বানা ন শুণ ভৃত্য বেদনা, এবে হই জীব মনা, এবে হই জীব মনা কেতে বডাক, মণিমা শুণিমা হেউ গরিব ডাক, মণিমা শুণিমা হেউ গরিব ডাক। দাস যেবে নাশ জীব, ক্ষিতিরে অকীর্তি হেব, দাস যেবে নাশ জীব, ক্ষিতিরে অকীর্তি হেব, কিরতি চন্দ্রে লাগি, কিরতি চন্দ্রে লাগি জীব কলঙ্ক, মণিমা শুণিমা হেউ গরিব ডাক, মণিমা শুণিমা হেউ গরিব ডাক, নিরক্ষ জনକୁ ରଖ ପଙ୍କଜ ମୁଖ, ମଣିମା ଶୁଣିମା ହେଉ ଗରିବ ଡାକ, ମଣିମା ଶୁଣିମା ହେଉ ଗରିବ ଡାକ, ମଣିମା ଶୁଣିମା ହେଉ ଗରିବ ଡାକ। ଆପଣମାନେ ତ ଦେଖୁଥିବେ ଶୀତର ପ୍ରକୋପ କମିଗଲାଣି, ଆଗକୁ ଆସୁଛି ଖରାଦିନ। ଖରାଦିନରେ ଥଣ୍ଡା ପାନୀୟର ଆବଶ୍ୟକତା ଯେତିକି, ଶରୀର ଉପଯୋଗୀ ମଧ୍ୟ ସେତିକି। କିନ୍ତୁ ଭଉଣୀ, ଆମେ ଏହି ପାନୀୟକୁ ବେଶୀ ବଜାରରୁ ଆଣି ବ୍ୟବହାର କରିଥାଉ। ଟିକେ ସମୟ ଆଉ ଶ୍ରମ ବିନିମୟରେ ଆମେ ଯେ ଘରେ ଥାଇ କେତେ ସୁସ୍ୱାଦୁ ପାନୀୟ କରିପାରିବା, ସେ କଥା ଆସନ୍ତୁ ଆଜି ଜାଣିବା। ତେବେ ଆଜି ଆମେ ଜାଣିବା ଲେମ୍ବୁ ସର୍ବତ ବିଷୟରେ। ପ୍ରଥମେ ଜାଣିବା ଏଥିପାଇଁ ଆବଶ୍ୟକ ସାମଗ୍ରୀ ଗୁଡ଼ିକ କ'ଣ। ଏଥିପାଇଁ 500 ଗ୍ରାମ ଲେମ୍ବୁ, 350 ଗ୍ରାମ ଚିନି, 1 ଚାମଚ ଲୁଣ, ଅଧ ଚାମଚ ଗୋଲମରିଚ ଗୁଣ୍ଡ, 2 ଚାମଚ ଭଜା ଜିରା ଗୁଣ୍ଡ, ଆଉ ତା ସହିତ 2ଟି ପୋଦିନା ପତ୍ର, ଆଉ ଚାହିଁଲେ ଗ୍ରୀନ୍ ଫୁଡ୍ କଲର୍ ବି କିଛି ନେଇପାରନ୍ତି। ସର୍ବତର ରଙ୍ଗ ସୁନ୍ଦର ଦିଶିଲେ ପାନୀୟ ଆକର୍ଷଣୀୟ ହୋଇଥାଏ। ତାହେଲେ ଆସନ୍ତୁ ଜାଣିବା ଏଥର ଏହି ଲେମ୍ବୁ ସର୍ବତ ପ୍ରସ୍ତୁତ ପ୍ରଣାଳୀ ବିଷୟରେ। ପ୍ରଥମେ ଲେମ୍ବୁ କାଟି ସେଥିରୁ ମଞ୍ଜି କାଢ଼ି ରସ ବାହାର କରି ନିଅନ୍ତୁ। ତାପରେ ଗୋଟିଏ ସଫା କାଚ ଜାରରେ ଚିନି, ଜିରା ଗୁଣ୍ଡ, ଲୁଣରେ ସେଇ ଲେମ୍ବୁ ରସକୁ ପକାଇ ଜାରକୁ ଭଲ ଭାବରେ ହଲେଇ ବନ୍ଦ କରି ଖରାରେ ରଖିଦିଅନ୍ତୁ। 4-5 ଦିନ ପରେ ଚିନି ମିଳେଇ ଯିବା ପରେ ସେଇ ଜାରକୁ ଆଣି ଫ୍ରିଜରେ ରଖିଦିଅନ୍ତୁ। ଆବଶ୍ୟକ ବେଳେ ସେଇ ଲେମ୍ବୁ ରସକୁ 2 ଚାମଚ ଆଣନ୍ତୁ, ଗ୍ଲାସରେ ଥଣ୍ଡା ପାଣି ଦେଇ ତାକୁ ଗୋଳେଇ ଦିଅନ୍ତୁ। ଯଦି ଆବଶ୍ୟକ ପଡ଼େ ସେଥିରେ ଆଉ ଅଧିକ ଚିନି ଏବଂ ଲୁଣ ଆପଣ ମିଶାଇ ପାରନ୍ତି। ହଁ ଭଉଣୀ, ଚାମଚରେ ଫେଣ୍ଟି ଦେଇ ଏହି ସର୍ବତ ଉପରେ ଖଣ୍ଡେ କଟା ଲେମ୍ବୁ ସ୍ଲାଇସ୍ ଏବଂ ପୋଦିନା ପତ୍ର ଦେଇ ସଜେଇ ଦିଅନ୍ତୁ। ଦେଖିବେ
ବଜାରରେ ମିଳୁଥିବା ଥଣ୍ଡା ପାନୀୟ ଠାରୁ ଏହା ଯେତିକି ସ୍ୱାସ୍ଥ୍ୟକର ଆଉ ସେତିକି ଆକର୍ଷଣୀୟ। ନିଜେ ପିଅନ୍ତୁ ଆଉ ଘରକୁ ଅତିଥି ଆସିଲେ ସେମାନଙ୍କୁ ମଧ୍ୟ ଏହି ଲେମ୍ବୁ ସରବତ ଦେଇ ଅଭ୍ୟର୍ଥନା କରନ୍ତୁ। দীনবন্ধু দয়িতারি দুঃখ ন গলা মোহরি, দীনবন্ধু দয়িতারি দুঃখ ন গলা মোহরি, হেল কি নিষ্ঠুর চিত্ত, হেল কি নিষ্ঠুর চিত্ত, নীলাচলে বিজে করি, দীনবন্ধু দয়িতারি দুঃখ ন গলা মোহরি, দীনবন্ধু দয়িতারি। লক্ষে যোজনরে গজ, ডাকিলা হে দেবরাজ, লক্ষে যোজনরে গজ, ডাকিলা হে দেবরাজ, তা ডাককু চতুর্ভুজ, তা ডাককু চতুর্ভুজ, শুনিছ শ্রবণ ডেরি, দীনবন্ধু দয়িতারি দুঃখ ন গলা মোহরি, দীনবন্ধু দয়িতারি। কুরুপতি সভা তলে, দ্রৌপদী আতঙ্গ কালে, কুরুপতি সভা তলে, দ্রৌপদী আতঙ্গ কালে, কোটি বস্ত্র দেই হেলে, কোটি বস্ত্র দেই হেলে, লজ্জারু করিছ পারি, দীনবন্ধু দয়িতারি দুঃখ ন গলা মোহরি, দীনবন্ধু দয়িতারি। ଏଥର ଆସନ୍ତୁ ଜାଣିବା ଅଙ୍ଗୁର ସରବତ କେମିତି କଲେ ସୁସ୍ୱାଦୁ ଲାଗିଥାଏ। ପ୍ରଥମେ ଜାଣିବା ଏଥିପାଇଁ ଆବଶ୍ୟକ ସାମଗ୍ରୀ ଗୁଡ଼ିକ କ'ଣ। 500 ଗ୍ରାମ କଳା ଅଙ୍ଗୁର, 250 ଗ୍ରାମ ଚେରି କୋଳି, ଖଣ୍ଡେ ଅଦା, ଆବଶ୍ୟକ ଅନୁସାରେ ଚିନି ଏବଂ କିଛି ଖାଇବା ସୋଡ଼ା। ତାହେଲେ ଆସନ୍ତୁ ଜାଣିବା ପ୍ରସ୍ତୁତ ପ୍ରଣାଳୀ ବିଷୟରେ। ପ୍ରଥମେ ଅଙ୍ଗୁର, ଅଦା, ଚେରି କୋଳିରେ ଲେମ୍ବୁ ରସ ଦେଇ ଏକାଠି କରି ଗ୍ରାଇଣ୍ଡିଙ୍ଗ କରିଦିଅନ୍ତୁ। ସେଥିରେ ଚିନି ଏବଂ ସୋଡ଼ାକୁ ମିଶାଇ ଗୋଳେଇ ଦିଅନ୍ତୁ। ଗୋଟିଏ ସୁନ୍ଦର ଗ୍ଲାସରେ ଏହାକୁ ଛାଣି ଦିଅନ୍ତୁ ଆଉ ଉପରେ କିଛି ବରଫ ଖଣ୍ଡ ପକାଇ ଦିଅନ୍ତୁ। ଖରାଦିନରେ ଏହି ପାନୀୟ ବଜାରରୁ କିଣାଯାଇଥିବା ସ୍କ୍ୱାସ୍ ବା ଥଣ୍ଡା ପାନୀୟଠୁ ଯେତିକି ସୁସ୍ୱାଦୁ ସେତିକି ସ୍ୱାସ୍ଥ୍ୟକର। ହଁ ଭଉଣୀ, ଆପଣମାନେ ଏହି ସରବତକୁ ଘରେ କରନ୍ତୁ ଆଉ ପିଅନ୍ତୁ। କେମିତି ଲାଗିଲା ଚିଠି ଲେଖି ଆମକୁ ଜଣାନ୍ତୁ। ଖାଇବା ଜିନିଷ ପ୍ରତି ସବୁବେଳେ ସତର୍କ ରୁହନ୍ତୁ। ଘରେ କି ବାହାରେ ଖାଇବା ଜିନିଷ ପରିଷ୍କାର ଜାଗାରେ ଘୋଡ଼ାଇ କରି ରଖନ୍ତୁ। ବାସି ଖାଦ୍ୟ ଖାଆନ୍ତୁ ନାହିଁ।
ମାଛିଙ୍କୁ ଘର ଚାରିପାଖରେ ବଂଶ ବିସ୍ତାର କରିବାକୁ ଦିଅନ୍ତୁ ନାହିଁ। ସେଥିପାଇଁ ନିଜର ପରିବେଶ ପରିଷ୍କାର ରଖନ୍ତୁ। ସବୁ ଅଳିଆ ଆବର୍ଜନାକୁ ପୋଡ଼ି ବା ପୋତି ଦିଅନ୍ତୁ। ଘରେ ଥିବା ଗାଈ ଗୋରୁଙ୍କ ମୂତ ଓ ଗୋବର ଏଣେତେଣେ ପଡ଼ି ରହିବାକୁ ଦିଅନ୍ତୁ ନାହିଁ। ଏଗୁଡ଼ିକୁ ଏକାଠି କରି ବାରିଆଡ଼ ଖତଗଦାରେ ପକାନ୍ତୁ। ସ୍ୱାସ୍ଥ୍ୟ ହିଁ ସମ୍ପଦ, ତାର ସୁରକ୍ଷା ଆପଣଙ୍କ ହାତରେ। ଚିଠି ଲେଖିବା ପାଇଁ ଠିକଣାଟି ତ ଆପଣମାନେ ଜାଣନ୍ତି, ତଥାପି ଆଉଥରେ କହି ରଖୁଛୁ, ଲେଖିନିଅନ୍ତୁ। ନାରୀ ମହଲ, ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ, ଆକାଶବାଣୀ କଟକ, ପିନ୍‌କୋଡ଼୍ 753001। ତାହେଲେ ଭଉଣୀ, ଆଜି ଏଇଠୁ ବିଦାୟ ନେଇ ରହୁଛି ମୁଁ ହରପ୍ରିୟା ଦାସ। ନମସ୍କାର।